ସାହୁବାବୁ ଯାଇଥିଲେ ଜଗା ଦର୍ଶନ ପାଇଁ। ବହୁତ ଭିଡ ଭିତରେ ଜଗାକୁ ଦର୍ଶନ କଲେ, ଆଉ ପେଟ ଭରି ଅଭଡା ଖାଇକି ବାହାରି ଆସିଲେ ମନ୍ଦିର ବାହାରକୁ। ଯାଉ ଯାଉ ଦେଖିଲେ ବୈଶାଖ ମାସ ଖରାରେ ଖାଲି ପାଦରେ ଝୁଡି ଧରି ପୂଜା ସଳିତା ବିକୁଥିଲା 10-12 ବର୍ଷର ଗୋଟେ ଝିଅ। ଆଉ ଯେତେବେଳେ ପାଦ ଅଧିକ କଷ୍ଟ ହଉଥିଲା ସେତେବେଳେ ଗୋଟେ ପାଣି ବୋଟଲ ହାତରେ ଧରିଥାଏ, ଆଉ ଟିକେ ଟିକେ କରିକି ପାଦରେ ପକଉଥାଏ। ଏହା ଦେଖି ସାହୁବାବୁଙ୍କ ମନ କଷ୍ଟ ହେଲା, ଆଉ ସାଙ୍ଗେ ସାଙ୍ଗେ ଯାଇକି ପାଖ ଚପଲ ଦୋକାନରୁ ଚପଲ ହଳେ କିଣିକି ସେ ଝିଅକୁ ଦେଲେ। ଆଉ ସେ ଝିଅ ଖୁସି ହେଇକି ସାହୁବାବୁଙ୍କୁ କହିଲା, ଆପଣ କଣ ଜଗନ୍ନାଥ? ସାହୁବାବୁ କହିଲେ, ନା ରେ ମା, ସେ ତ ମନ୍ଦିର ଭିତରେ ଅଛନ୍ତି। ତାପରେ ଝିଅଟି କହିଲା, ନା ବାବୁ, କାଲି ମୁଁ ସ୍ୱପ୍ନରେ ଦେଖିଥିଲି ଜଗନ୍ନାଥ ମତେ ଚପଲ ଦେବେ ବୋଲି କହୁଥିଲେ। ଏହା ଶୁଣି ସାହୁବାବୁଙ୍କ ଆଖିରେ ଲୁହ ଛଳ ଛଳ ହେଇଗଲା। ଆଉ ପାଖ ଚା ଦୋକାନରୁ ଶୁଣାଗଲା ଗୋଟେ ଗୀତ, ହଟିଆ ଠାକୁର କେତେ ନାଟ ଦେଖିବ ହଟିଆ ଠାକୁର